ମୁଁ ରାଜନୀତିରେ ଅଛି ବୋଲି ଏବଂ ସେ ଦଳରେ ଅଛି ବୋଲି ଏ କଥାକୁ ଇସ୍ୟୁ କରାଗଲା ଏବଂ ଜାଣି ଶୁଣିକରି କରାଗଲା। ତେଣୁ ମୁଁ ସେଥିରେ ବ୍ୟଥିତ ନୁହଁ। ମୁଁ ସବୁବେଳେ କହିଛି ଯେ ଜଗନ୍ନାଥ ଯଦି ସତ୍ୟ, ଧର୍ମ ଯଦି ସତ୍ୟ, ମୋ ସିନେମାରେ ଆୱାର୍ଡ ପାଇବା ସତ୍ୟ। ଭାଇ ଆଉ ଆପଣ ୟାଠୁ ବଡ କଥା ମୁଁ କହିବି। ଭାଇ ଆପଣ ଜୀବନରେ ଖଣ୍ଡେଇଥିଲେ ଘରେ ବାବୁ ଘରେ ବି ଖଣ୍ଡେଇଥିଲେ ସେତେବେଳେ ଗୋଟେ କଳାକାର ଭଲ ଥିଲା ଏବେ କେମିତି ସେଇ କଳାକାର ସେଇଟା ଆପଣ ମାନେ କହିପାରିବେ। ଆପଣ ମାନେ ସମସ୍ତେ ମୋ ସିନେମା ଦେଖିଛନ୍ତି ଏବଂ ସିନେମା ନ ଦେଖିକି ଧରନ୍ତୁ ମୁଁ କଣ କହିବି ଯେ ଗଣ୍ଡଗୋଳ ମୁଁ ଦେଖିନି, ଦେଖିଲା ପରେ ମତାମତ। ତେଣୁ ତା ପୂର୍ବରୁ ଯଦି ମତାମତ ଦେବି ତାହେଲେ ମୁଁ ମୂର୍ଖ। ତେଣୁ ଆଜି ବି ମୁଁ କହୁଛି ଭୋର ବାବୁ ଧୋ ଯୋଉମାନେ ଦେଖି ନାହାନ୍ତି, ଯଦି ଦେଖି ସାରିଲା ପରେ ଏ ଯୋଉ ମନ୍ତବ୍ୟ ଦେଇଛନ୍ତି ଦଉଛନ୍ତି ତାକୁ ସେମାନେ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିବେ। ସେ ସିନେମା ନ ଦେଖିଲି ତିନି ତିନିଟା ଛେଳି କୁକୁର ଭଳି କହୁଛନ୍ତି। ମୁଁ ବ୍ୟଥିତ ନୁହଁ, କାରଣ ମୁଁ ସତରେ ଅଛି, ବ୍ୟଥିତ ନୁହଁ। ଆଉ ଏମିତି ନାହିଁ ଯେ ମୁଁ ପ୍ରଥମ ଥର ପାଇଁ ଷ୍ଟେଟ ଗଭର୍ଣ୍ଣମେଣ୍ଟରେ ଆୱାର୍ଡ ପାଇଲି। ମୁଁ ବିଗତ ସରକାର 24 ବର୍ଷ ଭିତରେ ପ୍ରାୟ 7-8ଟି ଆୱାର୍ଡ ପାଇଥିଲି। ଷ୍ଟେଟ ଗଭର୍ଣ୍ଣମେଣ୍ଟରେ ଆୱାର୍ଡ, ପ୍ରାଇଭେଟ ଆୱାର୍ଡ ଛାଡିଦେବେ। ମୁଁ ଆପଣମାନେ ମୋ ଘରକୁ ଯାଇଛନ୍ତି ଦେଖିଛନ୍ତି ଯୋଉମାନେ କେତେ ଆୱାର୍ଡ। ଦେଖୁନାହାନ୍ତି ସେମାନଙ୍କୁ ଆଉଥରେ ରିଲିଜ କରିବେ। ଆମେ ଭାବୁଥିଲୁ ହଁ ହଁ ନାଇଁ ଶୁଣନ୍ତୁ, ସେଇଟା କଣ କଥା ଯେ ଜଣେ ଦି ଜଣ 5 ଜଣ କିଏ କହିଲେ ତାଙ୍କ ପାଇଁ ଆମେ ତାଙ୍କ ମିଥ୍ୟା କଥାଟାକୁ ସେମାନେ ମାନେ ତାକୁ ସତରେ ପ୍ରମାଣିତ କରିବାକୁ ବହୁତ ପ୍ରକାର ଚେଷ୍ଟା କଲେ। ଲୋକ ବି ଭଲ ପାଇବା ଦଉଛନ୍ତି ନା ଆପଣ ଦେଖିବା ପାଇଁ ଚାହୁଁଛନ୍ତି। ହଁ ମୁଁ ଭାବୁଛି ପ୍ଲାନ୍ କରୁଛି, ପ୍ରଯୋଜକଙ୍କ ସାଙ୍ଗରେ କଥା ହଉଛି, ଯଦି ଆମେ ତାକୁ ରିଲିଜ କରିପାରିବୁ ଏବଂ ସେମାନଙ୍କ ପାର୍ଟି ବନ୍ଦ ହେଇଯିବ ସେମାନେ ଏଭଳି ଏକ ଗୋଟେ ଚକ୍ରାନ୍ତ କରୁଛନ୍ତି ଯେ ଶୁଣନ୍ତୁ ମୁଁ ପ୍ରଥମେ କଳାକାର ଏବଂ କଳାକାର ମୋର ଜନ୍ମ ଯେମିତି କିଏ ଗୋଟେ ସମାଜ ସେବା କରେ, ରାଜନୀତି ଆମେ ଗୋଟେ ସମାଜ ସେବା ମାଧ୍ୟମରେ ଚାହୁଁଥିଲୁ ପ୍ରବେଶ କରିଥିଲୁ। ତେଣୁ ସେଇ କଥାକୁ ମିଶେଇକିରି ଯୋଡ଼ିକିରି ସେତେ ଆଲୋଚନା କରିବା ମୋ ମତରେ ଏହା ଠିକ ନୁହଁ। କାରଣ ମୁଁ ରାଜନୀତି କଲେ କଣ କଳାକାର ନୁହେଁ, ସେ ଷ୍ଟାମ୍ପଟା କୁଆଡେ ଯିବ ମତେ? ହରିଓମ ମହାପାତ୍ର କିଏ ଆର୍ଟିଷ୍ଟ ନା, ତ ସେଇଟା ଯିବନି। ଏବଂ ମୁଁ ରାଜନୀତି କଲେ ବି ମୁଁ ଆପଣ ମାନେ ସମସ୍ତେ ସାକ୍ଷୀ ଯେ ପ୍ରତ୍ୟେକ ବର୍ଷ ଭଲ ଭଲ ସିନେମା ତିଆରି କରିବାକୁ ଚେଷ୍ଟା କରୁଛି ଏବଂ ଆପଣ ମାନେ ଦେଖିଛନ୍ତି ମୁକ ସାକ୍ଷୀ ସିନେମା ଆପଣ ଯେମିତି କହିଲେ ଯେ ବାବୁ ଦେହ ଆମେ ଦେଖିଥିଲୁ ଯେ ଆପଣ ଲୋକଙ୍କୁ କରିଦେଇଥିଲେ। ଭାଇ ମୁଖ୍ୟମନ୍ତ୍ରୀଙ୍କ ଏଆଇ ଭିଡିଓ କରିକି ଅନେକ ଜଣ ଆରେଷ୍ଟ ହେଲେଣି। ହରି ଭାଇଙ୍କର ବି ଗୁଡାଏ ଏଆଇ ଭିଡିଓ ଭାଇରାଲ ହଉଛି। ହରି ଭାଇ କିଛି ଲିଗାଲ ଆକ୍ସନ ମୁଁ ନେବି, ମୁଁ ସତ୍ୟ ଧର୍ମ ନ୍ୟାୟରେ ଅଛି, ସେ କିଛି ହବନି। ଭିଡିଓ ଦେଖିଲେ ନାଇଁ କିଛି ହବନି, ହବନି କାହିଁକି ହବନି କହିଲେ? ପରନ୍ତୁ ସପୋଜ ଆପଣ ଚୋରି କରିନାହାନ୍ତି, ଆପଣ ଜଣେ ଚୋର କହିବେ ସାମଗ୍ରିକ ଭାବରେ ଆପଣ ବୁଝିପାରେ, କିନ୍ତୁ ଆପଣ ଯଦି ଚୋରି କରିନାହାନ୍ତି ତାହେଲେ ଆପଣଙ୍କୁ ବିଲକୁଲ ବାଧିବ। ମତେ ସତ କଥା ଏଇଟା ତ ମୁଁ ସୋସିଆଲ ମିଡିଆରେ ନାହିଁ ବୋଲି ଭାବ ମାନେ କଣ ମୁଁ କେବେ ଖେଳାଏନି କି ମୁଁ ଦେଖେନି। ସେତିକି ସମୟ ମୁଁ ମୋର ବ୍ୟକ୍ତିଗତ କାମରେ ହଉ ପଢା ଲେଖା ମୋର ପିଏଚଡି ଥେସିସ୍ ତାପରେ ମୁଁ କଣ ସମୟ ଦିଏ। ତେଣୁ ଏଇଗୁଡାକ ସବୁ ଯଦି ଆମେ ଧରି ଆମେ ତ ଗୋଟେ ପାଦ ଆଗକୁ ଯାଇପାରିବୁ। ଇଏ ଗୋଟେ କଥା। ଦ୍ୱିତୀୟରେ ଆଜ୍ଞା ଖବର ପାଇଲା ପରେ ମାନେ ମାନେ ଲୋକ ତାଙ୍କର ଯୋଉ କହୁଛନ୍ତି ସେଇଥିରେ ଆପଣ ପ୍ରମୋସନ ହେଇଚାଲିଛି ହରି ଭାଇ ଆଉ ଶୁଣନ୍ତୁ ଲୋକ ଆଜି କଣ କରିବା, ଯୋଉ ବାକ୍ ସ୍ୱାଧୀନତା ଅଛି, କିଏ କଣ କହିବ ଲେଖିବ ମୋ ବିଷୟରେ ମତେ ନ ଜାଣିଥିବା ଲୋକ ମୋର ମୋର ବୃତ୍ତି ମୋର କୃତିତ୍ୱ ମୋର ଆକ୍ଟିଭିଟି ସେମାନେ କେହି ଦେଖିବେ। ଯେତେ ଲୋକ କହିଥିବେ ସତ କଥା କହୁଛି ସେମାନେ ଦେଖିଲେ ଥରୁଟେ ଯଦି ମୁଁ ସେମାନଙ୍କୁ ଅନୁରୋଧ କରୁଛି ଥରୁଟେ ସେମାନେ ଧୋର ବାବୁ ଧୋ ସିନେମା ଦେଖନ୍ତୁ ଏବଂ ତାପରେ ଆପଣ କହିଲେ ମୁଁ ଆପଣଙ୍କୁ ସାଲ୍ୟୁଟ କରିବି।